ଗତକାଲିଠାରୁ ଅପହୃତ ହୋଇଥିବା ବଲାଙ୍ଗୀରର ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ସାହୁ ଭୁବନେଶ୍ୱର ଖଣ୍ଡଗିରିରୁ ଉଦ୍ଧାର କରିଛି ପୋଲିସ। ବ୍ୟବସାୟୀଙ୍କୁ ନେଇ ଅପହରଣ ଘଟଣାରେ ଜଣେ ମାଷ୍ଟରମାଇଣ୍ଡକୁ ପୋଲିସ ଅଟକ ରଖିବା ସହ ଦୁଇଟି କାର ଓ ବନ୍ଧୁକ ଜବତ କରିଛି। ବଲାଙ୍ଗୀର ପୋଲିସ ଭୁବନେଶ୍ୱର ଡିସିପି 3ଟି ଟିମ୍ ଗଠନ କରି ଆଜି ଦିନ ତମାମ ଖୋଜିଥିଲା। ଫଳରେ ଅପହୃତ ବ୍ୟବସାୟୀ ଗୁଣ୍ଡା ସାହୁଙ୍କୁ ଆଜି ସନ୍ଧ୍ୟା 5ଟାରେ ଉଦ୍ଧାର କରିଛି ପୋଲିସ। ସୁରକ୍ଷିତ ଭାବରେ ଗୁଣ୍ଡା ସାହୁଙ୍କୁ ପୋଲିସ ଉଦ୍ଧାର କରୁଥିବାରୁ ତାଙ୍କ ପୁଅ ଓ ହୋଟେଲ ବ୍ୟବସାୟୀ ସାଙ୍ଗସାଥୀ ବଲାଙ୍ଗୀର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ବଲାଙ୍ଗୀରରେ ପ୍ରଥମେ ଅପହରଣ ଘଟଣା ହୋଇଥିବାରୁ ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଅପହରଣ ପରଠାରୁ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରିଥିଲା। ଶେଷରେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି ବିଶିଷ୍ଟ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ସାହୁ। ଆଜ୍ଞା ଦେଖନ୍ତୁ, ମୋତେ ଏବେ ଲାଗୁଛି କି ଯେମିତି ମୁଁ ହନୁମାନ ଆଉ ମୋତେ ମୋର ଶ୍ରୀରାମ ମିଳିଗଲେ। ଏଥିପାଇଁ ମୁଁ ବହୁତ ଖୁସି ଅଛି ଆଜ୍ଞା, ଧନ୍ୟବାଦ। ଆଜ୍ଞା ଆଜ୍ଞା ଏଥିପାଇଁ ପୁଲିସ ଆଜ୍ଞା ମାନେ ମୋର ସାଙ୍ଗ ମୋ ସମସ୍ତଙ୍କୁ ପୁଲିସ ଆଜ୍ଞା ସମସ୍ତେ ଯେଉଁ କୋଅପରେସନ୍ କରୁଛନ୍ତି ଆଉ ଯେଉଁମାନେ ମୋ ମୁସ୍କିଲ ସମୟରେ ମୋ ସାଙ୍ଗରେ ପୁରା ଡତୁପୂର୍ଣ୍ଣ ଇଏ କରୁଛନ୍ତି, ଯେଉଁଥିପାଇଁ ମାନେ ମୁଁ ଆଜି ମାନେ ମୋର ଭାଙ୍ଗିଲା ଅବସ୍ଥାରେ ମୋତେ ବଢ଼େଇଛନ୍ତି, ସେଥିପାଇଁ ମୁଁ ବହୁତ ଧନ୍ୟବାଦ ଦେବି ମୋ ସାଙ୍ଗକୁ। ସେଇଟା ଆଜ୍ଞା ମାନେ ଭୁଲି ହେବ ନାହିଁ। ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।